2024 ଜେନେରାଲ ଇଲେକ୍ସନ ପରଠାରୁ ଆମ ଦଳରେ ଯେଉଁଭଳି ଭାବରେ ଚାଲିଛି ତାହା ମନ ଭିତରେ ବହୁତ ଦୁଃଖ ପ୍ରଦାନ କରୁଥିଲା, ଯେଉଁଟାକି ଆନ୍ଦୋଳିତ କରୁଥିଲା। ସେଥିପାଇଁ ମୁଁ ଆଜି ପ୍ରେସ୍ ଡାକି ମୋର ଇସ୍ତଫା ପ୍ରଦାନ କଲି ବିଜୁ ଜନତା ଦଳରୁ ଏବଂ ସମସ୍ତ ପଦପଦବୀରୁ। ଗୋଟିଏ ମୁଁ ମୋର ଇସ୍ତଫା ପତ୍ର ଆମର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ନିକଟକୁ ମେଲ୍ ମାଧ୍ୟମରେ ପଠାଇ ଦେଇଛି ଏବଂ କପି ମଧ୍ୟ କରିଛି ଆମର ଜିଲ୍ଲା ସଭାପତି ମହୋଦୟଙ୍କୁ। ହେଉଛି 24 ମସିହା ଠାରୁ ସରକାର ଆମର ନାହିଁ, 24 ବର୍ଷ ସରକାର ଥିଲା ବିଜୁ ଜନତା ଦଳର। ତା ପରଠାରୁ ସରକାରକୁ ଗଲା ପରଠାରୁ 2024 ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଆପଣମାନେ ବି ଅନୁଭବ କରୁଥିବେ, ବିଜୁ ଜନତା ଦଳର ଆଗଧାଡ଼ିର କର୍ମୀମାନେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଏବଂ ନେତୃବୃନ୍ଦମାନେ କୌଣସି ଗୋଟେ ସାଧାରଣ କର୍ମୀଙ୍କର ଭଲ ଅବସ୍ଥାରେ ଅଛନ୍ତି କି ଖରାପ ଅବସ୍ଥାରେ ଅଛନ୍ତି, ସରକାର ଆସିଲା ପରେ ତାଙ୍କର ଆକ୍ରୋଶର ଶିକାର ହେଉଛନ୍ତି କି ସେମାନଙ୍କର କାର୍ଯ୍ୟ ହେଉଛି କି ନାହିଁ, କୌଣସି ଦିନ ଗୋଟିଏ କଥା କେହି ପଦେ ପଚାରିଲେ ନାହିଁ। ଯେଉଁଟାକି ଦୁଃଖର ବିଷୟଟା ହେଉଛି ସେଇ ମୂଳ କଥା ହେଲା। ତେଣୁ ଆମେ ଯେତେବେଳେ ସକ୍ରିୟ ରାଜନୀତି ଭିତରେ ରହୁଛୁ ଏବଂ ତଳ ସ୍ତରର ଲୋକମାନଙ୍କ ସହିତ ରହୁଛୁ, ଯେତେବେଳେ କାର୍ଯ୍ୟ ନ କରିପାରୁଛୁ, ସବୁବେଳେ ସେମାନଙ୍କର ଅଭିଯୋଗ ଆମ ପାଖରେ ରହୁଛୁ, ତେଣୁ ଦାୟିତ୍ୱ ଥାଇକରି ଆମେ କିଛି ମୂଲ୍ୟ ନାହିଁ। ତେଣୁ ନିଜକୁ ଯଦି ଆମେ ଦାୟିତ୍ୱରୁ ଓହରିଯିବୁ, ଅନ୍ତତଃ ପକ୍ଷେ ସାଧାରଣ ଲୋକକୁ ଆମେ ଅନ୍ୟ କେଉଁଭଳି ଭାବରେ ରହିକି ତାଙ୍କୁ ନ୍ୟାୟ ପ୍ରଦାନ କରିପାରିବୁ ବୋଲି ବାଟଟା ଖୋଜିଲୁ। ଏବଂ ତା ମାଧ୍ୟମରେ ଯଦି ମୁଁ ଇସ୍ତଫା ପ୍ରଦାନ କଲା ପରେ ବିଜୁ ଜନତା ଦଳର ପାରାଦୀପ ନିର୍ବାଚନ ମଣ୍ଡଳୀରେ କିଛି ଚିନ୍ତାଧାରା ପଶିବ ଯେ ଆମେ ଯେଉଁମାନେ ପଶିଲେ ଭିତରକୁ ଆସିଲେ ଏବଂ ନିର୍ବାଚନ ମଣ୍ଡଳୀରେ ଯେଉଁ ପୁରୁଣା କର୍ମୀ ଥିଲେ ସେ କାହାନ୍ତି, ଆଜି ଯେଉଁମାନେ ଧସେଇ ପଶିଲେ ସେମାନେ ବର୍ତ୍ତମାନ ହାଇଜାକ୍ କରିଦେଲେ ଦଳକୁ। ଆଉ କର୍ମୀମାନଙ୍କର ଯେଉଁ ଦାମ୍ବାବୁମ ସମୟରୁ ଯେଉଁମାନେ ଥିଲେ ଛାମୁଆ କର୍ମୀ, ଯେଉଁମାନେ କହୁଥିଲେ ଯେ କି ଆମେ ବିଜୁ ଜନତା ଦଳର କର୍ମୀ, ସେ କାହାନ୍ତି? ଦାମ୍ବାବୁ କେବେ ବେପାର କରୁନଥିଲେ ପାରାଦୀପ ନିର୍ବାଚନ ମଣ୍ଡଳୀରେ, କିନ୍ତୁ ବର୍ତ୍ତମାନ ସରକାର ନଥାଇକି ଆମର କିଛି ଆଗଧାଡ଼ିର କର୍ମକର୍ତ୍ତାମାନେ ବେପାର କରିବା ଚିନ୍ତାଧାରା କରୁଛନ୍ତି। ତେଣୁ ତାଙ୍କ ବେପାର ଯଦି କିଛି ଲସ୍ ହେଇଛି, ସେମାନେ ବେପାର କଥା ଚିନ୍ତା କରୁଛନ୍ତି। ଦଳଟାକୁ ସମ୍ପୂର୍ଣ୍ଣ ହାଇଜାକ୍ କରିଦେଲେ। ସାଧାରଣ କର୍ମୀଟିଏ ନାହିଁ, କର୍ମୀର ଭଲ ମନ୍ଦ କିଛି ବୁଝିବାର ନାହିଁ। ତେଣୁ ଯେତେବେଳେ ବିଜୁ ଜନତା ଦଳ ତାର ନିଜର ଯେଉଁଟା ଅଛି ମୂଳ ଲକ୍ଷ୍ୟ ଥିଲା, ସେ ଲକ୍ଷ୍ୟରୁ ଯଦି ଦୂରେଇ ଯାଉଛି, ତେଣୁ ନିଜ ତରଫରୁ ଇସ୍ତଫା ଦେଇ ଘରେ ବସିବା ସବୁଠୁ ବେଟର। କିନ୍ତୁ ମୂଳ ଲକ୍ଷ୍ୟ ଯେଉଁ ସାଧାରଣ କର୍ମୀମାନଙ୍କର ବୁଝିବା କଥା ଏବଂ ସଂଗଠନ କେମିତି ରହିବ, ସଂଗଠିତ କେମିତି ହେବେ, ଯଦି ଗୋଟେ ଭାଇ ରାଗିଛି ତାକୁ କେମିତି ଡାକିବା, ମନେଇବା, କ'ଣ କରିବା, ସେଥିରୁ ଊର୍ଦ୍ଧ୍ୱରେ ରହିଗଲେ। ସେମାନେ ଯେତେବେଳେ ଆସିଲେ, ଯେତେବେଳେ ଏଇ କର୍ମୀମାନେ ଯେତେବେଳେ କଂଗ୍ରେସ ବିଜେଡି ଭିତରେ ଲଢ଼େଇ ଚାଲୁଥିଲା, ଯେଉଁ କର୍ମୀମାନେ ତାଙ୍କ ସହିତ ଲଢ଼େଇ କରିଥିଲେ, ସେ ଲୋକଙ୍କୁ ବର୍ତ୍ତମାନ ଯେଉଁମାନେ ଦଳ ଭିତରକୁ ଆସିଲେ, ସେମାନେ ତାଙ୍କ ଆନ୍ତରିକତା ପ୍ରକାଶ କଲେନି। ସେ ଚାହିଁଲେ କେମିତି ଏମାନେ ଗଲେ ମୁଁ ଦଳଟାକୁ ରଖିବି। ତେଣୁ ସେଠି ଯାଇକରି ସାଧାରଣ କର୍ମୀଟି କେମିତି କ'ଣ? ମୁଁ ଯେତେବେଳେ ଦୀର୍ଘ 24 ବର୍ଷ କାଳ କଂଗ୍ରେସ ସହିତ ଲଢ଼େଇ କରିକି ଆସିଛି, ସିଏ ଯାହା ସହିତ ଲଢ଼େଇ କରି ଆସୁଛି, ସିଏ ଯେତେବେଳେ ଏଣ୍ଟ୍ରି କରିବେ, ଆଗ ଧାଡ଼ିରେ ରହିବେ ବିଜୁ ଜନତା ଦଳର ପାରାଦୀପ ନିର୍ବାଚନ ମଣ୍ଡଳୀ, ସେ କ'ଣ ମୋ କଥା ପଚାରିବେ? ମୁଁ ତାଙ୍କୁ ଯେତେବେଳେ 5 ଥର ହରେଇଥିବି, ତାଙ୍କ ଦଳକୁ ହରେଇଥିବି, ସେ କେମିତି କ'ଣ ମୋତେ ଭଲ ପଛେ କଥା କହିବେ, ମୋତେ କେମିତି କ'ଣ କେମିତି ମୋ ଭଲ ମନ୍ଦ ବୁଝିବେ? କଂଗ୍ରେସ ନେତୃବୃନ୍ଦ ଯେଉଁମାନେ କି ଆମ ସହିତ ଆସିକରି 2024 ମସିହା ଇଲେକ୍ସନରେ ସାମିଲ ହେଇଥିଲେ, ସେମାନଙ୍କ ନେତୃତ୍ୱକୁ ଗଲାଣି। ତେଣୁ ଉପରସ୍ତର ନେତୃତ୍ୱ ତାଙ୍କ ହାତକୁ ପ୍ରଦାନ କରିଛନ୍ତି। ଯଦି ପ୍ରଦାନ କରିଛନ୍ତି ସଠିକ୍ ଭାବରେ, ଯେଉଁ ପୁରୁଣା ନେତୃତ୍ୱ ଥିଲେ, ଯେଉଁମାନଙ୍କ ଦ୍ୱାରା ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ବିଜୟୀ ହେଉଥିଲା, ସେମାନଙ୍କୁ ଛାଡ଼ି ଦିଆଗଲା ଏବଂ ତାଙ୍କୁ ପଚରା ଯାଉନି। ଯେଉଁ ଛାମୁଆ କର୍ମୀମାନେ ଥିଲେ, ତାଙ୍କ ଦାୟିତ୍ୱ ତାଙ୍କଠୁ କେମିତି କ'ଣ ହେବ, କିଏ ନେତୃତ୍ୱ ନେବ, କିଏ କୁଜଙ୍ଗ ବ୍ଲକ ନେତୃତ୍ୱ ନେଲେ ବୁଝିବ, ଠିକ୍ କରିବ, ସେ ନାହିଁ। ବର୍ତ୍ତମାନ ସବୁଠୁ ଦୂରେଇ ଯାଇଛନ୍ତି, ଦଳଟା ହାଇଜାକ୍ ହେଇଯାଇଛି।